हर हर महादेव। 21 ଜାନୁଆରୀ 2024 ତୁଲା ରାଶି ଏବଂ ବିଛା ରାଶି ସମ୍ପୂର୍ଣ୍ଣ ରାଶିଫଳ। 21 ଜାନୁଆରୀ 2024 ତୁଲା ରାଶି ସମ୍ପୂର୍ଣ୍ଣ ରାଶିଫଳ। ଶୁକ୍ର ଗ୍ରହ ପ୍ରଭାବରେ ଆର୍ଥିକ ଲାଭ ଓ ସମ୍ପର୍କ ମଧୁର ରହିବ। ଆଜି ସମତୁଳନ ଓ ବୁଦ୍ଧିମତ୍ତା ଆପଣଙ୍କ ଶକ୍ତି ହେବ। ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱ ହୋଇପାରେ, କିନ୍ତୁ ଶାନ୍ତ ମନେ ଭାବିଲେ ସଠିକ୍ ପଥ ମିଳିବ। ଶୁକ୍ର ଗ୍ରହର ପ୍ରଭାବରେ ଆର୍ଥିକ ଲାଭ ଓ ସମ୍ପର୍କ ମଧୁର ରହିବ। ଆଜି ସମତୁଳନ ଓ ବୁଦ୍ଧିମତ୍ତା ଆପଣଙ୍କ ଶକ୍ତି ହେବ। ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱ ହୋଇପାରେ, କିନ୍ତୁ ଶାନ୍ତ ମନେ ଭାବିଲେ ସଠିକ୍ ପଥ ମିଳିବ। କାର୍ଯ୍ୟ ଓ ବ୍ୟବସାୟ କର୍ମକ୍ଷେତ୍ରରେ ସହଯୋଗ ଓ ଟିମ୍ ୱାର୍କ ଲାଭ ଦେବ। କାନୁନ, ଡିଜାଇନ, କଲା, ମିଡ଼ିଆ ବା ପବ୍ଲିକ୍ ଡିଲିଂ ସହିତ ଜଡ଼ିତ ଲୋକଙ୍କ ପାଇଁ ଦିନଟି ଭଲ ରହିବ। ବ୍ୟବସାୟରେ ନୂଆ ସମ୍ପର୍କ ଗଢ଼ି ଉଠିବ। ଧନ ଆୟ ସ୍ଥିର ରହିବ। ସଜା ବା ଆଡ଼ମ୍ବର ଖର୍ଚ୍ଚ ବଢ଼ିପାରେ। ବଜେଟ୍ ରଖନ୍ତୁ। ପୁରୁଣା ଦେୟ ମିଳିପାରେ। କାର୍ଯ୍ୟ ବ୍ୟବସାୟ କର୍ମକ୍ଷେତ୍ରରେ ସହଯୋଗ ଓ ଟିମ୍ ୱାର୍କ ଲାଭ ଦେବ। କାନୁନ, ଡିଜାଇନ, କଲା, ମିଡ଼ିଆ ବା ପବ୍ଲିକ୍ ଡିଲିଂ ସହିତ ଜଡ଼ିତ ଲୋକଙ୍କ ପାଇଁ ଦିନଟି ଭଲ ରହିବ। ବ୍ୟବସାୟରେ ନୂଆ ସମ୍ପର୍କ ଗଢ଼ି ଉଠିବ। ଧନ ଆୟ ସ୍ଥିର ରହିବ। ସଜା ବା ଆଡ଼ମ୍ବର ଖର୍ଚ୍ଚ ବଢ଼ିପାରେ। ବଜେଟ୍ ରଖନ୍ତୁ। ପୁରୁଣା ଦେୟ ମିଳିପାରେ। ପ୍ରେମ ଓ ପରିବାର ପ୍ରେମ ସମ୍ପର୍କରେ ସମନ୍ୱୟ ଓ ମଧୁରତା ରହିବ। ଦାମ୍ପତ୍ୟ ଜୀବନରେ ଭଲ ବୁଝାମଣା ରହିବ। ପରିବାରରେ ଶାନ୍ତିପୂର୍ଣ୍ଣ ପରିବେଶ ରହିବ। ସ୍ୱାସ୍ଥ୍ୟ ସାଧାରଣ ରହିବ। ତ୍ୱଚା ବା କିଡ୍ନି ବା ଜଳାଭାବ ଦିଗରେ ଧ୍ୟାନ ଦିଅନ୍ତୁ। ଅଧିକ ପାଣି ପିଅନ୍ତୁ। ପ୍ରେମ ଓ ପରିବାର ପ୍ରେମ ସମ୍ପର୍କରେ ସମନ୍ୱୟ ଓ ମଧୁରତା ରହିବ। ଦାମ୍ପତ୍ୟ ଜୀବନରେ ଭଲ ବୁଝାମଣା ରହିବ। ପରିବାରରେ ଶାନ୍ତିପୂର୍ଣ୍ଣ ପରିବେଶ ରହିବ। ସ୍ୱାସ୍ଥ୍ୟ ସାଧାରଣତଃ ରହିବ। ତ୍ୱଚା, କିଡ୍ନି ବା ଜଳାଭାବ ଦିଗରେ ଧ୍ୟାନ ଦିଅନ୍ତୁ। ଅଧିକ ପାଣି ପିଅନ୍ତୁ। ଶୁଭ ସମୟ ଆପଣଙ୍କର 3 ଘଣ୍ଟାରୁ 4:30 ପର୍ଯ୍ୟନ୍ତ। ଶୁଭ ରଙ୍ଗ ଗୋଲାପୀ ରଙ୍ଗ ଶୁଭ ଅଛି। ଶୁଭ ସଂଖ୍ୟା 6। ଉପାୟ ଶୁକ୍ରଦେବଙ୍କୁ ସ୍ମରଣ କରି ସାଦା ଫୁଲ ବା ମିଷ୍ଟାନ୍ନ ଦାନ କଲେ ଦିନଟି ଅଧିକ ଶୁଭ ରହିବ। ଶୁଭ ସମୟ ବିକାଳ 3 ଘଣ୍ଟାରୁ 4 ଘଣ୍ଟା 30 ମିନିଟ୍ ସମୟ ପର୍ଯ୍ୟନ୍ତ। ଶୁଭ ରଙ୍ଗ ଆପଣଙ୍କର ଗୋଲାପୀ ରଙ୍ଗ ଶୁଭ ଅଛି। ଶୁଭ ସଂଖ୍ୟା 6। ଉପାୟ ଶୁକ୍ରଦେବଙ୍କୁ ସ୍ମରଣ କରି ସାଦା ଫୁଲ ବା ମିଷ୍ଟାନ୍ନ ଦାନ କଲେ ଦିନଟି ଅଧିକ ଶୁଭ ରହିବ। ଏକୋଇଶ ଜାନୁଆରୀ 2024 ବିଛା ରାଶି ସମ୍ପୂର୍ଣ୍ଣ ରାଶିଫଳ। ଶୁକ୍ର ଆକର୍ଷଣ ବଢ଼ାଏ। ମଙ୍ଗଳ ତର୍କ ଆଣିପାରେ। ସଂଯମ ରଖନ୍ତୁ। ଆଜି ଆପଣଙ୍କ ଦୃଢ଼ ସଂକଳ୍ପ ଓ ଗୁପ୍ତ ଯୋଜନା ସଫଳ ହେବ। ଅପ୍ରୟୋଜନୀୟ ବିବାଦରୁ ଦୂରେଇ ରହିଲେ ଦିନଟି ଉତ୍ତମ ରହିବ। ଶୁକ୍ର ଗ୍ରହ ଆକର୍ଷଣ ବଢ଼ାଇବ। ମଙ୍ଗଳ ଗ୍ରହ ତର୍କ ଆଣିପାରେ। ସଂଯମ ରଖନ୍ତୁ। ଆଜି ଆପଣଙ୍କ ଦୃଢ଼ ସଂକଳ୍ପ ଓ ଗୁପ୍ତ ଯୋଜନା ସଫଳ ହେବ। ଅପ୍ରୟୋଜନୀୟ ବିବାଦରୁ ଦୂରେଇ ରହିଲେ ଦିନଟି ଉତ୍ତମ ରହିବ। କାର୍ଯ୍ୟ ଓ ବ୍ୟବସାୟ କର୍ମକ୍ଷେତ୍ରରେ ଆପଣଙ୍କ କାମକୁ ଗୁରୁତ୍ୱ ଦିଆଯିବ। ଗବେଷଣା, ସୁରକ୍ଷା, ତଦନ୍ତ, ଆର୍ଥିକ ବା ଗୁପ୍ତ କାମ ସହିତ ଜଡ଼ିତ ଲୋକଙ୍କ ପାଇଁ ଦିନଟି ଭଲ ରହିବ। ବ୍ୟବସାୟରେ ଧନ ଲାଭର ସମ୍ଭାବନା ଅଛି। ଧନ ଆର୍ଥିକ ପକ୍ଷ ମଜବୁତ ହେବ। ପୁରୁଣା ନିବେଶରୁ ଲାଭ ମିଳିପାରେ। ଧାର ଦେବା ନେବାରେ ସାବଧାନ ରୁହନ୍ତୁ। କାର୍ଯ୍ୟ ଓ ବ୍ୟବସାୟ କର୍ମକ୍ଷେତ୍ରରେ ଆପଣଙ୍କ କାମରୁ ଗୁରୁତ୍ୱ ଦିଆଯିବ। ଗବେଷଣା, ସୁରକ୍ଷା, ତଦନ୍ତ, ଆର୍ଥିକ ବା ଗୁପ୍ତ କାମ ସହିତ ଜଡ଼ିତ ଲୋକଙ୍କ ପାଇଁ ଦିନଟି ଭଲ ରହିବ। ବ୍ୟବସାୟରେ ଧନ ଲାଭର ସମ୍ଭାବନା ରହିଛି। ଧନ ଆର୍ଥିକ ପକ୍ଷ ମଜବୁତ ହେବ। ପୁରୁଣା ନିବେଶରୁ ଲାଭ ମିଳିପାରେ। ଧାର ଦେବା ନେବାରେ
ସାବଧାନ ରୁହନ୍ତୁ। ପ୍ରେମ ଓ ପରିବାର ପ୍ରେମ ସମ୍ପର୍କ ଗଭୀରତା ବଢ଼ିବ କିନ୍ତୁ ସନ୍ଦେହ ଏଡ଼ାନ୍ତୁ। ଦାମ୍ପତ୍ୟ ଜୀବନରେ ବୁଝାମଣା ଆବଶ୍ୟକ। ପରିବାରରେ ସହଯୋଗ ମିଳିବ। ସ୍ୱାସ୍ଥ୍ୟ ରକ୍ତଚାପ ଜେନିଟାଲ ବା ମୂତ୍ର ସମ୍ବନ୍ଧୀୟ ସମସ୍ୟାରେ ସାବଧାନ ରୁହନ୍ତୁ। ଅତି ଚିନ୍ତା ଓ କ୍ରୋଧ କମାନ୍ତୁ। ପ୍ରେମ ପରିବାର ପ୍ରେମ ସମ୍ପର୍କରେ ଗଭୀରତା ବଢ଼ିବ କିନ୍ତୁ ସନ୍ଦେହ ଏଡ଼ାନ୍ତୁ। ଦାମ୍ପତ୍ୟ ଜୀବନରେ ବୁଝାମଣା ଆବଶ୍ୟକ। ପରିବାରରେ ସହଯୋଗ ମିଳିବ। ସ୍ୱାସ୍ଥ୍ୟ ରକ୍ତଚାପ ଜେନିଟାଲ ଓ ମୂତ୍ର ସମ୍ବନ୍ଧୀୟ ସମସ୍ୟାରେ ସାବଧାନ ରୁହନ୍ତୁ। ଅତି ଚିନ୍ତା ଓ କ୍ରୋଧ କମାନ୍ତୁ। ଶୁଭ ସମୟ ସକାଳ 10 ଘଣ୍ଟାରୁ 11 ଘଣ୍ଟା 30 ମିନିଟ୍ ସମୟ ପର୍ଯ୍ୟନ୍ତ। ଶୁଭ ରଙ୍ଗ ଆପଣଙ୍କର ଗାଢ଼ ଲାଲ। ଶୁଭ ସଂଖ୍ୟା 9। ଉପାୟ ମଙ୍ଗଳଦେବଙ୍କୁ ସ୍ମରଣ କରି ଲାଲ ମସୁର ଡାଲି ବା ଲାଲ ଫୁଲ ଦାନ କଲେ ଦିନଟି ଶୁଭ ହେବ। ଶୁଭ ସମୟ ସକାଳ 10 ଘଣ୍ଟାରୁ 11 ଘଣ୍ଟା 30 ମିନିଟ୍ ସମୟ ପର୍ଯ୍ୟନ୍ତ। ଶୁଭ ରଙ୍ଗ ଆପଣଙ୍କର ଗାଢ଼ ଲାଲ। ଶୁଭ ସଂଖ୍ୟା 9। ଉପାୟ ମଙ୍ଗଳଦେବଙ୍କୁ ସ୍ମରଣ କରି ଲାଲ ମସୁର ଡାଲି ବା ଲାଲ ଫୁଲ ଦାନ କଲେ ଦିନଟି ଶୁଭ ହେବ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଧନ୍ୟବାଦ। ହର ହର ମହାଦେବ। ବନ୍ଦେ ମାତାରାମ।